ନମସ୍କାର। ନାଟୋ ବା ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ କ'ଣ? ଏହା ଏକ ମିଲିଟାରୀ ଆଲାଏନ୍ସ ବା ସାମରିକ ଗଠବନ୍ଧନ ଯାହା 1949 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ ୟୁନିୟନର ପ୍ରଭାବକୁ ରୋକିବା ପାଇଁ ଆମେରିକା ଓ ପଶ୍ଚିମ ୟୁରୋପର ଦେଶମାନେ ଏହାକୁ ଗଢ଼ିଥିଲେ। ବର୍ତ୍ତମାନ ଏଥିରେ 32ଟି ଦେଶ ସଦସ୍ୟ ଅଛନ୍ତି ଏବଂ ଏହାର ମୁଖ୍ୟାଳୟ ବେଲଜିୟମର ରାଜଧାନୀ ବ୍ରସେଲ୍ସଠାରେ ରହିଛି। ନାଟୋର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ତା'ର ଆର୍ଟିକଲ 5ରେ ରହିଛି। ଏହାର ଅର୍ଥ ହେଲା, ଯଦି ନାଟୋର କୌଣସି ଦେଶ ଉପରେ ଆକ୍ରମଣ ହୁଏ ତେବେ ଏହା ସମସ୍ତ ସଦସ୍ୟ ଦେଶ ଉପରେ ଆକ୍ରମଣ ବୋଲି ଧରାଯିବ ଏବଂ ସମସ୍ତେ ମିଳିତ ଭାବେ ସେହି ଦେଶକୁ ସୁରକ୍ଷା ଦେବେ। ରୁଷିଆ ୟୁକ୍ରେନ ଯୁଦ୍ଧ ସମୟରେ ନାଟୋର ଭୂମିକା ଖୁବ୍ ଚର୍ଚ୍ଚାରେ ରହିଛି। ଆଉ ଏହି ଯୁଦ୍ଧ ପାଇଁ ନାଟୋ ମଧ୍ୟ ଏକ ବଡ଼ କାରଣ। ବିଶ୍ୱ ରାଜନୀତି ଏବଂ ସୁରକ୍ଷା କ୍ଷେତ୍ରରେ ନାଟୋ ଏକ ବିଶାଳ ଶକ୍ତି। କିନ୍ତୁ ଏବେ ଟ୍ରମ୍ପଙ୍କ ସରକାର ଆସିବା ପରେ ନାଟୋର ଅସ୍ତିତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି।